ମୋ ପେଟଟା ତ ଭଲ ଲାଗୁନି। ମୁଁ ଯାଉଛି ଏଇଠି ବାଇକଟା ରଖିଦେଇକି ସେଇ ଗଛ ବୁଦାମୂଳକୁ ଟିକେ ଝାଡ଼ା ଯିବି। ଏଇ ବାଇକ ଚଲେଇକି ଷ୍ଟାଇଲ ମାରିବି। ଆରେ ଆରେ ଏଇ ଶିଆଳ କଣ ମୋ ବାଇକ ନେଇକି ପଳେଇଲା? ଏଇ କିଏ କୋଉଠି? ବାଘ ଆମୁ ସାମ୍ନାରୁ ଛାଡ। ସେଥିପାଇଁ ମୁଁ ବାଇକଟାକୁ କଣ୍ଟ୍ରୋଲ କରି ପାରିଲିନି। ହଉ ଠିକ ଅଛି, ସେ କଥା ଛାଡ। ଆଗ କହ ତୁ ଏଇ ବାଇକଟା କୋଉଠୁ ପାଇଲୁ? ଏଇ ବାଇକଟା ମୁଁ ମଣିଷ ପାଖରୁ ଚୋରି କଲୁ। ବାଘ ଆମୁ ମୁଁ ଚାଷବାସ କରିକି ଏଇ ବାଇକଟାକୁ କିଣିଛି। ଆରେ ଶିଆଳ, ମୋର ବି ବହୁତ ଇଚ୍ଛା ଏମିତି ଗୋଟେ ବାଇକ କିଣିବା ପାଇଁ। ଠିକ ଅଛି ବାଘ ଆମୁ, କାଲି ତାହେଲେ ଆସ ମୋ ସହିତ ମିଶିକି ଚାଷବାସ କରିବ। ହଉ ଠିକ ଅଛି ଶିଆଳ, କାଲି ତାହେଲେ ମୁଁ ତୋ ପାଖକୁ ଚାଷ କରି। ଆରେ ସେଇ ମୂର୍ଖ ବାଘ ଆମୁ କହୁଥିଲା ମୋ ସହିତ ଚାଷବାସ କରିବ ବୋଲି। କାହିଁ ତ ବାଘ ଆମୁ ଆସିଗଲାଣି। ଏଇ ଶିଆଳ, ମୁଁ ଆସିଗଲି। ଏବେ କହ ଆମେ କୋଉ ଚାଷ କରିବା? ଚାଲ ତାହେଲେ ଏବେ ଆମେ ତରଭୁଜ ଚାଷ କରିବା ପାଇଁ ଆରମ୍ଭ କରିବା। ବାଘ ଆମୁ ତମେ ଏଇ ଜମିର ମାଟିଟାକୁ ଖୋଳି ଖୋଳି ଟିକେ ଉର୍ବର କରୁଥାଅ। ମୋ ପେଟଟା ଟିକେ ଭଲ ଲାଗୁନି। ଏଇ ବାଘ ମାମୁଁକୁ ମୁଁ ବୋକା ବନେଇକି ସବୁ କାମ କରେଇବି। ଆଉ ଭାଗ ନେଲା ବେଳେ ସବୁ ଭାଗକୁ ମୁଁ ଏକୁଟିଆ ନେଇଯିବି। ତ ହେଇଗଲାଣି, ଏବେ ମୁଁ ଯାଇକି ଦେଖେ ବାଘ ମାମୁଁ କେତେ କାମ ସାରିଲାଣି। ବାଘ ମାମୁଁ ମୁଁ ଆସିଗଲି। ଏଇ ଶିଆଳ ଦେଖ, ମୁଁ ଏଇ ଜମିର ମାଟିକୁ ଖୋଳି ଖୋଳି ପୁରା ଉର୍ବର କଲାଣି। ବାଘ ମାମୁଁ ତମେ ଏବେ ଯାଅ ତରଭୁଜ ମଞ୍ଜି ଲଗେଇ ଦିଅ। ହଉ ଠିକ ଅଛି, ମୁଁ ତରଭୁଜ ମଞ୍ଜି ଲଗେଇ ଦଉଛି। କରିବି। ଆଉ କିଛି କରିବାକୁ ପଡିବନି ବାଘ ମାମୁଁ, ତମେ ସବୁଦିନ ଆସିକି ଟିକେ ଏଇ ଜମିରେ ପାଣି ଦଉଥିବ। ଆଉ କିଛି ଦିନ ଗଲେ ଏଇ ଜମିରୁ ତରଭୁଜ। ଅଛି ଶିଆଳ, ସବୁଦିନେ ଆସିକି ମୁଁ ଏଇ ଜମିରେ ଟିକେ ଟିକେ ପାଣି ଦଉଥିବି। ହଉ ଠିକ ଅଛି ବାଘ ମାମୁଁ, ଏବେ ଚାଲ ଆମ ନିଜର ଗୁମ୍ଫାକୁ ଫେରିଯିବା। ଆଜି ତ ସେଇ ମୂର୍ଖ ବାଘ ମାମୁଁକୁ ଭଲ କି ବୋକା ବନେଇଛି। ଖାଲି ତରଭୁଜ ଗୁଡା ହଉ, ତାକୁ ଗୋଟେ ବି ତରଭୁଜ ଦେବିନି। ସବୁ ତରଭୁଜ ଗୁଡାକୁ ଚୋରି କରିକି ଆଣି ଆସିବି। ତରଭୁଜ ଗୁଡା ହେଇଗଲାଣି। ଚାଲ ଏବେ ଆମେ ଏଇ ତରଭୁଜ ଗୁଡା ଭାଗ ବାଣ୍ଟିକି ବଜାରରେ ବିକ୍ରି କରିବା। ହଁ ବାଘ ମାମୁଁ, ତରଭୁଜ ଗୁଡା ତ ହେଇଯାଇଛି, କିନ୍ତୁ ଆଜି ଭାଗ କରି। କାଲି ତରଭୁଜ ଗୁଡାକୁ ଭାଗ ବାଣ୍ଟିବା। ହଉ ବାଘ ମାମୁଁ, ମୁଁ ଏବେ ଆସୁଛି। ଆଜି ରାତି ଯାଇକି ସବୁ ତରଭୁଜ ଗୁଡା ଚୋରି କରିକି ଆଣି ଆସିବି। ବାଘ ମାମୁଁକୁ ଆଉ ଥରେ ବୋକା ବନେଇବାକୁ ପଡିବ।
ଆମ ସବୁ ତରଭୁଜ ଗୁଡା କୁଆଡେ ଗଲା? ଆରେ ବାଘ ଆମୁ, ତମେ ସବୁ ତରଭୁଜ ଗୁଡା ଏକୁଟିଆ ନେଇଗଲ ନା କଣ? ଆରେ ମୁଁ ଏକୁଟିଆ ତରଭୁଜ ଗୁଡା କଣ ପାଇଁ ଗଲା? ତାହେଲେ ମୁଁ ବଜାରରେ କଣ ବିକ୍ରି କରିବି? ଆଉ ନୂଆ ମୋଟର ସାଇକେଲ କେମିତି ଆଣିବି? ବାଘ ଆମୁ, ତମେ ଜମା ଚିନ୍ତା କରନି। ଆମେ ଆଉ ଥରେ ଥର ଧାନ ଚାଷ କରିବା। ହଉ ତାହେଲେ ଚାଲ, ଆଉ ଆମେ ଆଉ କଣ କରିପାରିବା? ଆମର ତ ତରଭୁଜ ଗୁଡା କିଏ ଚୋରି କରିକି ନେଇଗଲା। ବାଘ ଆମୁ, ତମେ ଆଉ ଦୁବି, ଯଦି ସେ ଚୋରକୁ ପାଇବି ତା ପାଖରୁ ସବୁ ତରଭୁଜ ଗୁଡା ଆଣି ଆସିବି। ହଉ ହଉ ଶିଆଳ, ତୁ ଯା, ସେଇ ଚୋରର ସନ୍ଧାନ କର। ସେଇ ଚୋରକୁ ପାଇଲେ ମତେ କହିବୁ। ଆରେ ଏଇ ମୂର୍ଖ ବାଘ ଆମୁ ତ କିଛି ବୁଝି ପାରିଲାନି ମୁଁ ସବୁ ତରଭୁଜ ଗୁଡା ଚୋରି କରିକି ନେଇଯାଇଛି ବୋଲି। ଏଇ ବାଘ ମାନଙ୍କର ଖାଲି ବଳ ଅଛି। ଛାଡ, ଆମେ ଆଉ କଣ କରିପାରିବା? ଏଇ ଶିଆଳ ଦେଖ, ଏଇ ମାଟିଟାକୁ ମୁଁ ଖୋଳି ଖୋଳି ଉର୍ବର କରିଦେଲି। ଆରେ ବା ବାଘ ଆମୁ, ତମେ ତ ସବୁ ଚାଷ ବାସ ଶିଖିଗଲଣି। ବାଘ ଆମ ତରଭୁଜ ଗୁଡା ଚୋରି ହେଇଯାଇଥିଲା, କିନ୍ତୁ ଏଥର ଆମେ ଏଇ ଜମିରେ ଧାନ ରଖିବାନି। ଚାଲ, ଏଇ ଧାନ ଗୁଡାକୁ କାଟିକି ଭାଗ ବାଣ୍ଟିକି ନେଇଯିବା। ଓ ମୂର୍ଖ ବାଘ ଆସିଗଲା। ଏଇ ଶିଆଳ, ଭାଗ ବଣ୍ଟା ତ ହେଇଗଲା। ଏବେ ତୁ ତ ଭାଗ ନେଇକି ଯା, ମୁଁ ମୋ ଭାଗ ନେଇକି ଯାଉଛି। ଚୋରି କରିକି ମୁଁ ଆଣି ଆସିବି। ମୋ ଧାନ ଭାଗକୁ ତ ମୁଁ ଆଣି ଆସିଲି। କାଲି ପୁଣି ସକାଳୁ ଯାଇକି ଧାନ ଗୁଡାକୁ ବଜାରରେ ବିକ୍ରି କରିବାକୁ ପଡିବ। ମୂର୍ଖ ବାଘ, ତୁ ଜାଣିନୁ କି ଶିଆଳ ମାନେ କେତେ ଚାଲାକ? ମୂର୍ଖ ବାଘ, ତୁ ଶୋଇଥା, ମୁଁ ତୋର ଧାନ ନେଇକି ପଳଉଛି। ଆରେ ହେଇବି। ଆରେ ଏ କଣ? ଏଇ ଶିଆଳର ଗୁମ୍ଫାରେ ଏତେ ଗୁଡାଏ ଧାନ ଆଉ ଏତେ ଗୁଡାଏ ତରଭୁଜ ଅଛି। ଆଚ୍ଛା, ଏଇ ଶିଆଳ ତାହେଲେ ସବୁ ଚୋରି କରିକି ଆଣି ଆସୁଛି। ଦୁଷ୍ଟ ଶିଆଳ, ତୁ ମତେ ଧୋକା ଦେଇକି ଏଇ ଧାନ ଆଉ ତରଭୁଜ ଚୋରି କରିକି ଆଣି ଆସିଛୁ। ରହ, ତତେ ମୁଁ ଭଲ କି ମଜା ଚଖଉଛି।